ନାକ ଅଗରେ ରାଗ ରଖିଥାନ୍ତି ଏହି ଚାରିଟି ନାମର ଝିଅ। ବନ୍ଧୁଗଣ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ବଞ୍ଚିବାର ଅଲଗା ଅଲଗା ଶୈଳୀ ହୋଇଥାଏ। ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ନାମର ମଧ୍ୟ ବହୁତ ଅଧିକ ମହତ୍ତ୍ୱ ରହିଥାଏ। ଏହା ଛଡ଼ା ଶାସ୍ତ୍ର ଅନୁସାରେ ମଧ୍ୟ ଜୀବନରେ ନାମର ବହୁତ ଖାସ୍ ଏବଂ ଗୁରୁତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବି ମନୁଷ୍ୟର ନାମର ପ୍ରଥମ ଅକ୍ଷରର ବହୁତ ଖାସ୍ ମହତ୍ତ୍ୱ ରହିଥାଏ। ଏହି ପ୍ରଥମ ଅକ୍ଷରରୁ ତାର ଜୀବନରେ ଆସୁଥିବା ସୁଖ, ଦୁଃଖ ଓ କଷ୍ଟ ସବୁ ଯୋଡ଼ି ହୋଇ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱ ତାର ନାମର ପ୍ରଥମ ଅକ୍ଷରରୁ ହିଁ ଜାଣି ହୋଇଥାଏ। ଆଜି ମୁଁ ସେହି ଭଳି ଚାରିଟି ନାମର ଝିଅମାନଙ୍କ ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛି ଯିଏକି ସ୍ୱଭାବରେ ବହୁତ ଅଧିକ ରାଗି ଥାଆନ୍ତି ଏବଂ ସର୍ବଦା ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି। ତେବେ ଆସନ୍ତୁ ସେହି ଝିଅମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା। ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ ସେହି ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 1. ବନ୍ଧୁଗଣ, ପ୍ରଥମ ଅକ୍ଷରଟି ହେଉଛି ବି। ଏହି ନାମର ଝିଅମାନେ ହୃଦୟରୁ ବହୁତ ସଫା ଥାଆନ୍ତି। କିନ୍ତୁ କୌଣସି ବି ଭୁଲ କଥାକୁ ସେମାନେ ସହ୍ୟ କରିପାରନ୍ତି ନାହିଁ। ସେମାନଙ୍କୁ ବହୁତ ଶୀଘ୍ର ରାଗ ଆସିଯାଏ। ଏହା ଛଡ଼ା ରାଗରେ ଆସିଲା ପରେ ଏମାନେ ନିଜକୁ ନିୟନ୍ତ୍ରଣରେ ମଧ୍ୟ ରଖିପାରନ୍ତି ନାହିଁ। 2. ଦ୍ୱିତୀୟ ଅକ୍ଷରଟି ହେଉଛି ପି। ଏହି ନାମ ଥିବା ଝିଅମାନେ ହୁଏତ ବହୁତ ଅଧିକ କଥା ହୁଅନ୍ତି ନଚେତ୍ ବହୁତ ଚୁପଚାପ ଥାଆନ୍ତି। ସେମାନେ ନିଜ ଦୁନିଆରେ ବହୁତ ଖୁସି ରହିଥାନ୍ତି। ଏମାନଙ୍କୁ ଦୁନିଆ ଠାରୁ କୌଣସି ମତଲବ ନଥାଏ। ଏମାନେ ଅନ୍ୟ ଉପରେ ରାଗିବା ଅପେକ୍ଷା ନିଜ ଉପରେ ଅଧିକ ରାଗିଥାଆନ୍ତି। 3. ତୃତୀୟ ଅକ୍ଷରଟି ହେଉଛି ଆର୍। ଏହି ନାମ ଥିବା ଝିଅମାନେ ଦେଖିବାକୁ ଖୁବ୍ ସୁନ୍ଦର ଥାଆନ୍ତି। ଏମାନଙ୍କ ବୁଦ୍ଧି ମଧ୍ୟ ବହୁତ ଅଧିକ ତେଜ ଥାଏ। ଏମାନେ କାହାକୁ ବି ନିଜ ପ୍ରତି ବହୁତ ଶୀଘ୍ର ଆକର୍ଷିତ କରିପାରିଥାଆନ୍ତି। ଏମାନଙ୍କ ବଡ଼ ଦୁର୍ବଳତା ହେଉଛି ଏମାନଙ୍କ ରାଗ। ଏମାନେ ରାଗ ଏବଂ ପ୍ରେମ ବହୁତ ଭଲ ଭାବରେ କରିଥାନ୍ତି। 4. ଚତୁର୍ଥ ଅକ୍ଷରଟି ହେଉଛି ଏସ୍। ଏହି ନାମ ଥିବା ଝିଅମାନଙ୍କ ସ୍ୱଭାବ ବହୁତ ଭଲ ହୋଇଥାଏ। ଏମାନେ କାହାକୁ ବି ଧୋକା ଦିଅନ୍ତି ନାହିଁ। କିନ୍ତୁ ଏମାନଙ୍କ ସହ ଶତ୍ରୁତା ବହୁତ ଖରାପ ହୋଇଥାଏ। ଏମାନେ ବହୁତ ସଚ୍ଚୋଟ ଏବଂ ଭୋଳା ଅଟନ୍ତି। ଏମାନେ ଦେଖିବାକୁ ମଧ୍ୟ ଖୁବ୍ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ନାମର ଝିଅଙ୍କ ରାଗ ସର୍ବଦା ତାଙ୍କ ନାକ ଉପରେ ରହିଥାଏ। ଏମାନେ ବହୁତ ରାଗି ସ୍ୱଭାବର ହୋଇଥାନ୍ତି। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।